नमस्कार जय जगन्नाथ दर्शक बंधु शुभ सकाळ आज हूँ मार्च मास 30 तारिख सोमवार। आज मुझे ओडिशा तथा देश विदेशर 20टी बछा बछा गुरुत्वपूर्ण खबर नहीं करी आसी। तेणु खबर जानिया पूर्व भिडियो गोटे लाइक कर चैनल टी सब्सक्राइब कर दिंतु एवं नोटिफिकेशन टी ऑल कर रखु। यही गुरुत्वपूर्ण भिडियो सर्वप्रथम जानीपर भिडियो टी शेष पर्यंत देखु। ता सहित आपण ये न्यूज टी कौ जिले देखुं आमको तले कमेंट माध्यम जनातु। चलन दर्शक बंधु प्रथम खबर पर नजर पकाइबा। सुभद्रा को नहीं उपमुख्यमंत्री बड़ सूचना 1 एप्रिल नुआ आवेदन एथिरे सामिल हे क्यों माने जानतु। सुभद्रा योजना को नहीं सरकार एक बड़ निष्पत्ति नहीं। एप्रिल 1 रु नुआ सुभद्रा पंजीकरण आरंभ हो बोली उपमुख्यमंत्री प्रभाती परिडा सूचना देइचंती। से कहिसंती अधिक संख्यक योग्य हिताधिकारी को एही योजना जोड़िया पई प्रयास करा जाउची। एही आवेदन प्रक्रिया 1 एप्रिल 30 तारिख पर्यंत चलिबो। आर्थिक वर्ष 2026-27 पई नूतन हिताधिकारी जोड़िया पई हेउची। एथिरे जेउ माने सामिल हे ସେହି महिला ମାନଙ୍କ ବୟସ 1 ଏପ୍ରିଲ 2024 ସୁଦ୍ଧା 21 ବର୍ଷ ହୋଇଥିବା ଆବଶ୍ୟକ। 21 ରୁ 60 ବର୍ଷ ପର୍ଯ୍ୟନ୍ତ ହୋଇଥିବା ଆବଶ୍ୟକ। ଯେଉଁମାନେ ପୂର୍ବରୁ ସୁଭଦ୍ରା ଯୋଜନାର ଆବେଦନ କରିନାହାନ୍ତି କିମ୍ବା ଯୋଡ଼ି ହୋଇନାହାନ୍ତି କେବଳ ସେମାନେ ଏଥିରେ ଆବେଦନ କରିପାରିବେ। ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବା ଆବଶ୍ୟକ। ଯେଉଁମାନେ ପୂର୍ବରୁ ଆବେଦନ କରିଛନ୍ତି କିମ୍ବା ହିତାଧିକାରୀ ହୋଇସାରିଛନ୍ତି ସେମାନେ ଏହି ନୂଆ ଆବେଦନ ସାମିଲ ହେବେ ନାହିଁ। ସରକାରୀ ଚାକିରିଜୀବୀ ପେନସନ୍ ପାଉଥିବା ଆୟକର ଦାତା ବଡ଼ ଜମି ମାଲିକ ପରିବାର ଇତ୍ୟାଦି ଏଥିରୁ ବାଦ ପଡ଼ିବେ। ହିତାଧିକାରୀଙ୍କୁ ବାର୍ଷିକ 2ଟି କିସ୍ତିରେ 5,000 ଟଙ୍କା ଲେଖାଏଁ 10,000 ଟଙ୍କା ମୋଟ 5 ବର୍ଷରେ 50,000 ଟଙ୍କା ମିଳିବ। ଚାଲନ ଦର୍ଶକ ବନ୍ଧୁ ପରବର୍ତ୍ତୀ ଖବର पर नजर पकाइबा। ଏବେ आंचलिक पाणीपाग विज्ञान केन्द्र सूचना अनुसार आसंता 72 घंटे ओडिशा रे एही सब जिले में झड़ वर्षा जानतु। भारतीय पाणीपाग विभाग आईएमडी ओडिशा रे विभिन्न जिला पई एक ऑरेंज अलर्ट जारी करिछि। आगामी 3 दिन मध्य वज्रपात कुआपथर पुष्टि प्रबल पवन सहित झड़ वर्षा हेबार पूर्वानुमान करिछि पाणीपाग केन्द्र। गांगेय पश्चिम बंग दक्षिण तमिलनाडु पर्यंत एक ट्रफ उत्तर ओडिशा रे एक उपर वायु घूर्णिझड़ सर्कुलेशन सहित मिसी सारा राज्य रे अस्थिर पाग सृष्टि करुछि। सकाळु मुंड फटा ताती हेउथबा बेले अपराह्न हेला मात्रे झड़ तोफान माड़ी आसुछि। हालुकारू मध्यम धरण वर्षा रेकर्ड करा जायछि। भुवनेश्वर 56 किलोमीटर प्रति घंटा एवं झारसुगुड़ा 83 किलोमीटर प्रति घंटा बेगर झड़ वर्षा हेबार पूर्वानुमान करा जायछि। आईएमडी मार्च 29 सकाळ पर्यंत मयूरभंज केन्दुझर बालेश्वर एवं भद्रक ऑरेंज सतर्कता जारी करिछि। अनेक स्थान रे 59 रु 60 किलोमीटर प्रति घंटा बेगर पवन बहिबार पूर्वानुमान करिछि। सुंदरगढ़ अनुगोल ढेंकानाल जाजपुर केन्द्रापड़ा गंजाम गजपति रायगड़ा नयगड़ रे एक येलो सतर्कता जारी होइछि। ଯେଉଁଠାରେ ଘଣ୍ଟାପ୍ରତି 40 ରୁ 50 କିଲୋମିଟର ବେଗରେ ପବନ ବହିପାରେ। କଟକ ପୁରୀ ଖୋର୍ଦ୍ଧା ସମେତ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବଜ୍ରପାତ ସହିତ 30 ରୁ 40 କିଲୋମିଟର ବେଗରେ ପବନ ବହିପାରେ। କର୍ତ୍ତୃପକ୍ଷ ସତର୍କ କରାଇ ଦେଇଛନ୍ତି ଯେ ପ୍ରବଳ ପବନ ଯାହା ଫସଲ କଦଳୀ ବଗିଚା ଓ ଦୁର୍ଗଳ ନିର୍ମାଣକୁ କ୍ଷତି ପହଞ୍ଚାଇଥାଇପାରେ। ବଜ୍ରପାତ ସମୟରେ ଘର ଭିତରେ ରହିବା ଗଛ ତଳେ ଆଶ୍ରୟ ନେବା ଏବଂ ଜଳାଶୟ ବିଦ୍ୟୁତ ପରିବାହୀ ଠାରୁ ଦୂରେଇ ରହିବାକୁ ବାସିନ୍ଦାଙ୍କୁ ପରାମର୍ଶ ଦିଆଯାଇଛି। ମତ୍ସ୍ୟଜୀବୀଙ୍କ ପାଇଁ 28 ମାର୍ଚ୍ଚରେ ଉତ୍ତର ଓଡ଼ିଶା ଉପକୂଳରେ ଏବଂ ସମୁଦ୍ର ଭିତରକୁ ଯିବା ବାରଣ ଏହି ନିର୍ଦ୍ଦିଷ୍ଟ ପରାମର୍ଶ ଜାରି କରିଥିଲା କାରଣ 60 କିଲୋମିଟର ବେଗରେ ଝଡ଼ ପବନ ବହିପାରେ। ଭୁବନେଶ୍ୱର ଆଗାମୀ 24 ଘଣ୍ଟା ମଧ୍ୟରେ ଆଂଶିକ ମେଘୁଆ ଆକାଶ ସହିତ ବର୍ଷା କିମ୍ବା ଝଡ଼ ବର୍ଷା ହେବାର ସମ୍ଭାବନା ରହିଛି। ତାପମାତ୍ରା ପ୍ରାୟ 37 ଡିଗ୍ରୀ ସେଲସିୟସ୍ ସର୍ବାଧିକ ବା 21 ଡିଗ୍ରୀ ସେଲସିୟସ୍ ସର୍ବନିମ୍ନ ରହିବ। ଆଇଏମଡି ପୂର୍ବାନୁମାନ କରିଛି ଯେ 3 ଦିନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରାରେ କୌଣସି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବ ନାହିଁ। ତାପରେ ଧୀରେ ଧୀରେ ତାପମାତ୍ରା 2 ରୁ 3 ଡିଗ୍ରୀ ବୃଦ୍ଧି ପାଇବ। ଚାଲନ ଦର୍ଶକ ବନ୍ଧୁ ପରବର୍ତ୍ତୀ ଖବର पर नजर पकाइबा। ସରକାରଙ୍କ ବଡ଼ ଘୋଷଣା ପହିଲାରୁ ସ୍କୁଲରେ ଖରା ଛୁଟି ଜାଣନ୍ତୁ। ଏପ୍ରିଲ ଆରମ୍ଭ ନ ହେଉଣୁ ତାତି ତାର କରାଳ ରୂପ ନେଇଗଲାଣି। ସ୍ଥିତି ଏମିତି ହେଲାଣି ଯେ ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇପଡ଼ିଲାଣି। ଏପରି ଭିତରେ ତାତିକୁ ଦେଖି ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ଘୋଷଣା କରାଯାଇଛି। ମଧ୍ୟ ଦେଶର ସ୍କୁଲ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅଛି। ସ୍କୁଲ ଶିକ୍ଷା ବିଭାଗ ଆଗାମୀ ଶିକ୍ଷାବର୍ଷ ବା 2026-27 ପାଇଁ ସରକାରୀ ଛୁଟି କ୍ୟାଲେଣ୍ଡର ପ୍ରକାଶ କରିଛି। ଜାରି ନିର୍ଦ୍ଦେଶ ଅନୁଯାୟୀ ଏହି ବର୍ଷ ଗ୍ରୀଷ୍ମ ଛୁଟି ମେ 1, 2026ରେ ଆରମ୍ଭ ହେବ ଏବଂ ଜୁନ 15, 2026ରେ ଶେଷ ହେବ। ଏହାର ଅର୍ଥ ହେଉଛି ସ୍କୁଲଗୁଡ଼ିକ ପ୍ରାୟ 1.5 ମାସ ପାଇଁ ବନ୍ଦ ରହିବ। ତଥାପି ଶିକ୍ଷକମାନଙ୍କ ପାଇଁ ଛୁଟିର ଅବଧି କମ୍। ଶିକ୍ଷକମାନଙ୍କ ପାଇଁ ଏହି ବିରତି ମେ 31 ପର୍ଯ୍ୟନ୍ତ ସୀମିତ ରହିବ। ସେମାନଙ୍କୁ ଜୁନ ମାସର ପ୍ରଥମ ପକ୍ଷ ମଧ୍ୟରେ ସ୍କୁଲକୁ ଫେରିବାକୁ ପଡ଼ିବ। ଛାତ୍ରଛାତ୍ରୀଙ୍କୁ ପର୍ବପର୍ବାଣି ଛୁଟି ସମ୍ପର୍କରେ ମଧ୍ୟ ଯଥେଷ୍ଟ ଆଶ୍ୱସ୍ତି ଦିଆଯାଉଛି। ଦଶହରାର ଛୁଟି ଅକ୍ଟୋବର 19 ରୁ ଅକ୍ଟୋବର 21 ପର୍ଯ୍ୟନ୍ତ 3 ଦିନ ପାଇଁ ବନ୍ଦ ରହିବ। ଯେତେବେଳେ ଦୀପାବଳି ପାଇଁ ନଭେମ୍ବର 6 ରୁ ନଭେମ୍ବର 10 ପର୍ଯ୍ୟନ୍ତ ଯାଞ୍ଚ ଦିନର ଛୁଟି ମଧ୍ୟ ଧାର୍ଯ୍ୟ କରାଯାଇଛି। ଏହା ସହିତ ଶୀତ ଋତୁ ପାଇଁ ଛାତ୍ରଛାତ୍ରୀମାନଙ୍କୁ ଡିସେମ୍ବର 31, 2026 ରୁ ଜାନୁଆରୀ 4, 2027 ପର୍ଯ୍ୟନ୍ତ ଛୁଟି ପ୍ରଦାନ କରାଯାଇଛି। ଏହି ନିର୍ଦ୍ଦେଶ ରାଜ୍ୟର ସମସ୍ତ ସରକାରୀ ବେସରକାରୀ ବିଦ୍ୟାଳୟ ପାଇଁ ପ୍ରଯୁଜ୍ୟ ଅଟେ। ଉପ ସଚିବ ପ୍ରମୋଦ ସିଂଙ୍କ ସ୍ୱକ୍ଷରେ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଜିଲ୍ଲା କଲେକ୍ଟର ଓ ଶିକ୍ଷା ଅଧିକାରୀଙ୍କ ନିକଟକୁ ପଠାଯାଇଛି। ଛୁଟି କ୍ୟାଲେଣ୍ଡର ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆନନ୍ଦକାରୀ ଲହରୀ ଖେଳିଯାଇଛି। ଯେତେବେଳେ ଅଭିଭାବକମାନେ ମଧ୍ୟ ସେମାନଙ୍କ ପିଲାମାନଙ୍କର ଆଗାମୀ ଛୁଟି ପାଇଁ ଉତ୍ସାହିତ ଅଛନ୍ତି।
ଚାଲନ୍ତୁ ଦର୍ଶକ ବନ୍ଧୁ ପରବର୍ତ୍ତୀ ଖବର ଉପରେ ନଜର ପକାଇବା। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି, ଆମେରିକା ଜାହାଜ ଉପରେ ଇରାନର ଆକ୍ରମଣ ଜାଣନ୍ତୁ। ମଧ୍ୟପ୍ରାଚ୍ୟରେ ଜାରି ଉତ୍ତେଜନା ମଧ୍ୟରେ ଇରାନର ସେନା ପୁଣି ଥରେ ଆମେରିକା ଜାହାଜକୁ କରିଛନ୍ତି ଟାର୍ଗେଟ। ଏହି ଜାହାଜ ଆମେରିକା ସେନାକୁ ଲଜିଷ୍ଟିକ୍ ଉପଲବ୍ଧ କରାଇବାରେ ସାହାଯ୍ୟ କରୁଥିଲା। ଇରାନୀ ସେନା ଶନିବାର କହିଛି ଯେ ସେ ଓମାକୁ ସାହାରର ବନ୍ଦର ନିକଟରେ ଏକ ଆମେରିକା ଲଜିଷ୍ଟିକ୍ ଜାହାଜ ଉପରେ ଆକ୍ରମଣ କରିଥିଲା। ଇରାନର କେନ୍ଦ୍ରୀୟ ସାମରିକ କମାଣ୍ଡର ମୁଖପାତ୍ର ଇବ୍ରାହିମ୍ ଜଲାଗିରି ସରକାରୀ ଟିଭିରେ ଜାରି ଏହି ବିବୃତିରେ କହିଛନ୍ତି, ଆକ୍ରମଣାତ୍ମକ ଆମେରିକା ସେନାକୁ ସହାୟତା ପହଞ୍ଚାଉଥିବା ଏକ ଲଜିଷ୍ଟିକ୍ ଜାହାଜକୁ ଓମାନର ଲୋହସାହା ବନ୍ଦରଠାରୁ ଖୁବ୍ ଦୂରରେ ଲୋହସାହା ରିପବ୍ଲିକ୍ ଅଫ୍ ଇରାନ୍ର ସଶସ୍ତ୍ର ସେନା ଦ୍ୱାରା ଟାର୍ଗେଟ କରାଯାଇଛି। ଏହା ପୂର୍ବରୁ ଇରାନୀ ମିଡ଼ିଆ ଶନିବାର କହିଥିଲା ଯେ ଆମେରିକା ଓ ଇସ୍ରାଏଲ ଆକ୍ରମଣ ଅନେକ ଆବାସିକ ଅଞ୍ଚଳ ଟାର୍ଗେଟକୁ ଆସିଥିଲା, ଯେଉଁଥିରେ ରାତି ଭିତରେ ଡର୍ଜନରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଫ୍ରାନ୍ସ ନ୍ୟୁଜ୍ ଏଜେନ୍ସି ପ୍ରାନ୍ତର ଅଧିକାରୀ ଘୋଡ଼ାଇ ତହଲାର ବଲାତିଙ୍କ ଅନୁସାରେ କହିଛି ଯେ ପଶ୍ଚିମ ପ୍ରାନ୍ତୀୟ ଲୋହର ସ୍ଥାନରେ ସୋହର ବୁର୍ଜରେ ହରିହାଣି କରି ଅଞ୍ଚଳରେ ଥିବା ଆକ୍ରମଣ 7 ଜଣ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ଆଉ 36 ଜଣ ଆହତ ହୋଇଛନ୍ତି। ସହର ରାଜନୈତିକ ଉପଗଭର୍ଣ୍ଣର ଜାଲି ସେଦିଙ୍କ ଅନୁସାରେ କହିଛି ଯେ ଶନିବାର ଉତ୍ତର ପଶ୍ଚିମ ସହର ଜଙ୍ଘନରେ ମଧ୍ୟ ଏହିପରି ଆକ୍ରମଣ ହୋଇଛି, ଯେଉଁଥିରେ ଅତି ମାତ୍ର 5 ଜଣ ଲୋକଙ୍କ ଜୀବନ ଯାଇଛି, ଆଉ 7 ଜଣ ଆହତ ହୋଇଛନ୍ତି। ଇସ୍ରାଏଲ ଆମେରିକା 28 ଫେବୃଆରୀରେ ଇରାନ ଉପରେ ଆକ୍ରମଣ ଆରମ୍ଭ କରିଥିଲେ, ଯେଉଁଥିରେ ଗଣସାମରିକ ସର୍ବୋଚ୍ଚ ନେତାଙ୍କ ମୃତ୍ୟୁ ହୋଇଥିଲା। ଏସହ ଯୁଦ୍ଧର ସୂତ୍ରପାତ ହୋଇଥିଲା, ଯାହା ବି ପୁରା ମଧ୍ୟରେ ବ୍ୟାପି ସାରିଛି। ଇରାନ ଏବେ ଯୁଦ୍ଧ ମୃତ୍ୟୁର ମୋଟ ସଂଖ୍ୟା ଜାରି କରିନାହିଁ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ 8 ମାର୍ଚ୍ଚରେ ଜାରି କରିଯାଇ ନବୀନତମ ସଂଖ୍ୟାରେ 1200ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। ତାହା ସ୍ୱତନ୍ତ୍ର ରୂପେ ସ୍ପଷ୍ଟ କରାଯାଇ ପାରିନାହିଁ। ସ୍ଥାନୀୟ ମିଡ଼ିଆ ରିପୋର୍ଟ ଅନୁସାରେ ରାତିସାରା ଇରାନୀ ରାଜଧାନୀ ବିସ୍ଫୋରଣ ଶବ୍ଦ ଶୁଭାଯାଉଛି। ସହର ଉତ୍ତର ପୂର୍ବ ଭାଗରେ ଥିବା ଇରାନ ୟୁନିଭର୍ସିଟି ଅଫ୍ ସାଉଣ୍ଡ ଆଣ୍ଡ ଟେକ୍ନୋଲୋଜି ଉପରେ ହୋଇଥିବା ଆକ୍ରମଣରେ ବିଲମ୍ବିତ କ୍ଷତି ହୋଇଛି, କିନ୍ତୁ କୌଣସି ମୃତାହତ ହୋଇନାହିଁ। ଇରାନରେ ହେବ କି ଗ୍ରାଉଣ୍ଡ ଅପରେସନ, ଆମେରିକା ପଠାଇଲେ 3500 ସେନା, ଘାତକ ହେବ ଯୁଦ୍ଧ ଜାଣନ୍ତୁ। ମାସେ ପରେ ବି ଯୁଦ୍ଧ ଥମିବାର କୌଣସି ସଂକେତ ନାହିଁ, ଆଗକୁ ଆହୁରି ତୀବ୍ର ହେବା ଆଶଙ୍କା କରାଯାଉଛି। ଇରାନରେ ବଡ଼ ଧରଣର ଗ୍ରାଉଣ୍ଡ ଅପରେସନ କରିବା ନେଇ ପ୍ରସ୍ତୁତି କରୁଛି ଆମେରିକା। ୱାଶିଂଟନ ପୋଷ୍ଟ ରିପୋର୍ଟ ଅନୁସାରେ ଖୁବ୍ ଶୀଘ୍ର ହେବ ଗ୍ରାଉଣ୍ଡ ଅପରେସନ। କିଛି ସପ୍ତାହ ସ୍ଥଳ ଅଭିଯାନ ପାଇଁ ପ୍ରଶାସନ ପ୍ରସ୍ତୁତି ଚଳାଇଥିବା ସୂଚନା ଚାଲିଛି। ସ୍ୱତନ୍ତ୍ର ଅଭିଯାନ ସହ ସାଂଘାତିକ ସୈନ୍ୟଙ୍କ ଦ୍ୱାରା ଆକ୍ରମଣ କରିବା ଆମେରିକା କ୍ୱାଡ୍ ଦ୍ୱୀପ ହର୍ମୁଜ ନିକଟ ଉପକୂଳବର୍ତ୍ତୀ ସ୍ଥାନରେ ହୋଇପାରେ ଆକ୍ରମଣ। ଏନେଇ 3500 ସୈନ୍ୟ ପଠାଇଛି ଆମେରିକା। ଅପରେସନ ଜୋନ୍ରେ ପହଞ୍ଚିଛି ୟୁଏସ୍ଏସ୍ ଟ୍ରିପୋଲି। ମଧ୍ୟପ୍ରାଚ୍ୟ ଉତ୍ତେଜନା ଭିତରେ ଆମେରିକା ସେନା ବଡ଼ ଘୋଷଣା କରିଛି। ୟୁଏନ୍ଏସ୍ ଟ୍ରିପୋଲି ମଧ୍ୟପ୍ରାଚ୍ୟରେ ପହଞ୍ଚିଛି। ଏହି ଜାହାଜଟି ଆମେରିକା ଶ୍ରେଣୀର ଉଭୟ ଆକ୍ରମଣ ଜାହାଜ, ଯେଉଁଥିରେ ପ୍ରାୟ 3500 ନାବିକ ଏବଂ ମାରିନ୍ ଅଛନ୍ତି। ଏଥିରେ ବିମାନ, ହେଲିକପ୍ଟର, ସାମୁଦ୍ରିକ ଆକ୍ରମଣ ଉପକରଣ ମଧ୍ୟ ବହନ କରିପାରିବ। ଏହି ଜାହାଜରେ ଟ୍ରିପୋଲି ଆମ୍ପରସିସ୍ ରେଡି ଗ୍ରୁପ 39ତମ ମାରିନ୍ ଏକ୍ସପିଡେନ୍ସିଆଲ ୟୁନିଟ୍କୁ ପ୍ରମୁଖ। ଇରାନ ସହିତ ଚାଲିଥିବା ସଂଘର୍ଷ ମଧ୍ୟରେ ଆମେରିକାର ସାମରିକ ଶକ୍ତିକୁ ସୁଦୃଢ଼ କରିବାକୁ ଏହି ନିୟୋଜିତ କରାଯାଇଛି। ଆମେରିକା ସେଣ୍ଟ୍ରାଲ କମାଣ୍ଡ ଅନୁସାରେ ଅପରେସନ ଏହି ପଲ୍ୟୁରେ ସୁଦ୍ଧା 11,000ରୁ ଅଧିକ ଠିକଣାରେ ସେନା ମୁତୟନ ହୋଇଛନ୍ତି। ଏଥିରେ ଭିତରେ ଆଧୁନିକ ଯୁଦ୍ଧ ଓ ଏସ୍ଏନ୍ସି ଟ୍ରିପୋଲି ଅପରେସନ ଜୋନ୍ରେ ପହଞ୍ଚି ସାରିଛି, ଯେଉଁଥିରେ ପ୍ରାୟ 2500 ମରିନ୍ ସେନା ଅଛନ୍ତି। ଚାଲନ୍ତୁ ଦର୍ଶକ ବନ୍ଧୁ ପରବର୍ତ୍ତୀ ଖବର ପାଇଁ ନଜର ପକାଇବା। ଅଷ୍ଟମ ବେତନକୁ ନେଇ ଆସିଲା ବଡ଼ ଖବର। କର୍ମଚାରୀଙ୍କ 186% ବଢ଼ିବ ଦରମା, ଦେଖନ୍ତୁ ପୁରା କାଲକୁଲେସନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟ୍ ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନ ବା ସିପିସି ପାଇଁ ଟର୍ମ ଆଣ୍ଡ ଅଫରେନ୍ସ TOR ପୂର୍ବରୁ ଅନୁମୋଦନ କରିସାରିଛି। ଏହା ବ୍ୟତୀତ ସରକାର ଆନୁଷ୍ଠାନିକ ଭାବରେ ନୂତନ ସିପିସି ଗଠନ କରିଛନ୍ତି। ଏ ସମ୍ପର୍କରେ ସରକାରୀ ବିଜ୍ଞପ୍ତି ଜାରି କରିଛନ୍ତି। କମିଶନଙ୍କ ଦ୍ୱାରା କରାଯାଉଥିବା ସୁପାରିଶ ପ୍ରାୟ 1.2 କୋଟି କେନ୍ଦ୍ର ସରକାରୀ କର୍ମଚାରୀ ବା ପେନ୍ସନଭୋଗୀଙ୍କ ପାଇଁ ପ୍ରଯୁଜ୍ୟ ହେବ। ଜାନୁଆରୀ 2025ରେ ଘୋଷଣା କରାଯାଇଥିଲା ଜାଣନ୍ତୁ। ଜାନୁଆରୀ 2025ରେ କେନ୍ଦ୍ର ସରକାର କର୍ମଚାରୀଙ୍କ ଦରମା ଏବଂ ଅନ୍ୟାନ୍ୟ ଉତ୍ତା ସମୀକ୍ଷା ବା ସଂଶୋଧନ ସୁପାରିଶ କରିବା ପାଇଁ ଅଷ୍ଟମ ବେତନ କମିଶନ ଗଠନ ଘୋଷଣା କରିଥିଲେ। ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ରଞ୍ଜନା ପ୍ରକାଶ ଦେଶାଇଙ୍କୁ ଅଷ୍ଟମ ବେତନ କମିଶନର ଅଧ୍ୟକ୍ଷ ଭାବରେ ନିଯୁକ୍ତି କରାଯାଇଛି। ଏହି ସମୟରେ IMA ବାଂଲାଦେଶର ପ୍ରଫେସର ପୁଲକ ଘୋଷଙ୍କୁ ନୂତନ ବେତନ କମିଶନର ଅଂଶୀକାଳୀନ ସଦସ୍ୟ ଭାବରେ ନିଯୁକ୍ତି କରାଯାଇଛି। ସରକାର ପେଟ୍ରୋଲିୟମ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟର ସଚିବ ପଙ୍କଜ ଜୈନଙ୍କୁ ବେତନ କମିଶନ ସଦସ୍ୟ ସଚିବ ଭାବରେ ମଧ୍ୟ ନିଯୁକ୍ତି କରିଛନ୍ତି। ସପ୍ତମ ବେତନ କମିଶନ ସୁପାରିଶଗୁଡ଼ିକ 6 ମାସ ମଧ୍ୟରେ ଅନୁମୋଦନ କରାଯାଇଥିଲା ଏବଂ 1 ଜାନୁଆରୀ 2016ରୁ କାର୍ଯ୍ୟକାରୀ ହୋଇଥିଲା। ଆଜି ଆମେ ଏହି ସମୟସୀମାକୁ ଏକ ମାନଦଣ୍ଡ ଭାବରେ ବ୍ୟବହାର କରୁ, ତେବେ ଅଷ୍ଟମ ବେତନ କମିଶନ ପ୍ରାୟ 20 ମାସ ପରେ କାର୍ଯ୍ୟକାରୀ ହେବାର ସମ୍ଭାବନା ଅଛି। ସପ୍ତମ ବେତନ କମିଶନ କାର୍ଯ୍ୟକାରୀ ସମାପ୍ତ ହେବା ପରେ ଅଷ୍ଟମ ବେତନ କମିଶନ ବ୍ୟବସ୍ଥା 1 ଜାନୁଆରୀ 2026ରେ ଜାନୁଆରୀ ହେବାର ଆଶା କରାଯାଉଛି। ସରକାର କହିଲେ ସାଧାରଣତଃ ବେତନ କମିଶନ ସୁପାରିଶ 10 ବର୍ଷ ବ୍ୟବଧାନ କାର୍ଯ୍ୟକାରୀ ହୁଏ। ଏହି ଧାରା ଦୃଷ୍ଟିରୁ ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନ ସୁପାରିଶର ପ୍ରଭାବ ସାଧାରଣତଃ 1 ଜାନୁଆରୀ 2026ରୁ କାର୍ଯ୍ୟକାରୀ ହେବାର ଆଶା କରାଯାଉଛି। ବର୍ତ୍ତମାନ ଦରମା କେତେ କ'ଣ ଜାଣନ୍ତୁ। ବର୍ତ୍ତମାନ କେନ୍ଦ୍ର ସରକାର କର୍ମଚାରୀ ଏବଂ ପେନ୍ସନଭୋଗୀମାନଙ୍କୁ ସପ୍ତମ ବେତନ କମିଶନ ଅନୁଯାୟୀ ଦରମା ପ୍ରଦାନ କରାଯାଏ। ସେମାନଙ୍କ ସର୍ବନିମ୍ନ ମୌଳିକ ଦରମା 18,000, ଯେତେବେଳେ ପେନ୍ସନଭୋଗୀଙ୍କୁ ସର୍ବନିମ୍ନ ମୌଳିକ ଦରମା 9,000 ମିଳିଥାଏ। ବିପରୀତରେ ସପ୍ତମ ବେତନ କମିଶନ ଅନୁଯାୟୀ ସର୍ବାଧିକ ମୌଳିକ
ମୌଳିକ ଦରମା 2,25,000 ଯେଉଁଥିରେ କ୍ୟାବିନେଟ୍ ସଚିବ ଅନ୍ୟମାନଙ୍କୁ ଉଭଳି ଉଚ୍ଚସ୍ତରୀୟ ପଦବୀରେ ବ୍ୟକ୍ତିମାନେ ପ୍ରତି ମାସରେ 2,50,000 ପାଆନ୍ତି। ସପ୍ତମ ବେତନ କମିଶନ ଅନୁଯାୟୀ ଫିଟମେଣ୍ଟ ଫ୍ୟାକ୍ଟର 2.57 ସ୍ଥିର କରାଯାଇଥିଲା। ଏହି ସହିତ ମହଙ୍ଗା ଭତ୍ତା ବା ଡିଏ, ମହଙ୍ଗା ରିଲିଫ୍ ବା ଡିଆର୍ ବର୍ତ୍ତମାନ 58% ରହିଛି। କେତେ ମିଳିବ ହାଇକ୍ ଜାଣନ୍ତୁ। ବିଶେଷଜ୍ଞମାନଙ୍କ ପରାମର୍ଶ ଦେଇଛନ୍ତି ଯେ ଅଷ୍ଟମ ବେତନ କମିଶନ ଅନୁଯାୟୀ ଫିଟମେଣ୍ଟ ଫ୍ୟାକ୍ଟର 2.86 ସ୍ଥିର କରାଯାଇପାରିବ। ସପ୍ତମ ବେତନ କମିଶନ ଅନୁଯାୟୀ ସର୍ବନିମ୍ନ ମୌଳିକ ଦରମା 18,000। ଯଦି ସରକାର ଏଥିରେ ଫିଟମେଣ୍ଟ ଫ୍ୟାକ୍ଟରକୁ 2.86ରେ ସ୍ଥିର କରିବାକୁ ନିଷ୍ପତ୍ତି ନିଅନ୍ତି ତେବେ ଗଣନା ହେବ ଯେ 18,000 × 2.86 ଅର୍ଥାତ୍ 51,840 ଟଙ୍କା। ତେବେ ସୂଚାଇ ଦିଏ ଯେ ଏହି ଫିଟମେଣ୍ଟ ଫ୍ୟାକ୍ଟରକୁ 2.86ରେ ସ୍ଥିର କରାଯାଏ ତେବେ ସର୍ବନିମ୍ନ ମୌଳିକ ଦରମା 18,000ରୁ ସିଧାସଳଖ 51,480କୁ ବୃଦ୍ଧି ପାଇବ। ଅନ୍ୟ ଶବ୍ଦରେ ମୌଳିକ ଦରମାର 186%ର ଏକ ବଡ଼ ବୃଦ୍ଧି ହୋଇପାରେ। ତଥାପି ସରକାର ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ 2.86ର ଫିଟମେଣ୍ଟ ଫ୍ୟାକ୍ଟର କିମ୍ବା 186% ଦରମା ବୃଦ୍ଧି ନିଶ୍ଚିତ କରିନାହାନ୍ତି। ୟୁନିୟନ ଗୁଡ଼ିକ ଦାବି କରୁଛନ୍ତି ଯେ ଫିଟମେଣ୍ଟ ଫ୍ୟାକ୍ଟର 3ରେ ସ୍ଥିର କରାଯାଉ। ଯଦି ଏହା ତେବେ ସର୍ବନିମ୍ନ ମୌଳିକ ଦରମା 54,000 ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଚାଲନ୍ତୁ ଦର୍ଶକ ବନ୍ଧୁ ପରବର୍ତ୍ତୀ ଖବର ଉପରେ ନଜର ପକାଇବା। ମୋଦିଙ୍କ ପାଇଁ ବଡ଼ କଥା କହିଥିଲେ ନେପାଳର ନୂଆ ପ୍ରଧାନମନ୍ତ୍ରୀ। ନେପାଳର ନୂଆ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହ ଶନିବାର ଦିନ କହିଛନ୍ତି ଯେ ସେ ଭାରତ ସହିତ ମିଶି କାମ କରିବାକୁ ଖୁବ୍ ଆଗ୍ରହୀ ଅଛନ୍ତି। ତାଙ୍କ ଶପଥ ଗ୍ରହଣ ଉତ୍ସବ ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇବା ପାଇଁ କୃତଜ୍ଞତା ମଧ୍ୟ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ ଶପଥ ଗ୍ରହଣ ଉତ୍ସବ ସମାପ୍ତ ହେବାର କିଛି ସମୟ ପରେ ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ବାଲେନ୍ଦ୍ର ଶାହଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହା ବ୍ୟତୀତ ସେ ଭାରତ ନେପାଳ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ସହଯୋଗ ଭାବରେ କାମ କରିବାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ଟର ଜବାବରେ ନେପାଳ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଏକ୍ସରେ ଏକ ଉତ୍ତର ପୋଷ୍ଟ କରିଛନ୍ତି। ବାର୍ତ୍ତାରେ ଲେଖାଯାଇଥିଲା ପ୍ରଧାନମନ୍ତ୍ରୀ